ମୁଁ ମଧୁସ୍ମିତା ତ୍ରିପାଠୀ ଇନୋର ଡିଷ୍ଟ୍ରିକ୍ଟ C26 ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ୍। ଆଜି ଅଲ୍ ଇନୋର କ୍ଲବ୍ସ ଅଫ ଭୁବନେଶ୍ୱର ତରଫରୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ସେମାନେ ବହୁତ ଭଲ ଭଲ ଓମେନ୍ ଆଚିଭର୍ସ ମାନେ ଖୋଜିକି ଆଣିଛନ୍ତି, ଯେଉଁମାନଙ୍କୁ ଲୋକ ଜାଣିପାରୁନାହାନ୍ତି। ଆପଣ ମାନେ ସମସ୍ତେ ଜାଣିଥିବେ, ଯୋଉମାନେ ବଡ ବଡ ପ୍ରତିଷ୍ଠିତ ଲୋକ ସେମାନଙ୍କୁ ସବୁ ଜାଗାରେ ସମ୍ମାନିତ କରାଯାଉଛି, କିନ୍ତୁ ଆଜି କ୍ଲବରେ ପ୍ରେସିଡେଣ୍ଟ ମାନେ ଯୋଉଠି ଲୋକମାନେ ଜାଣିନାହାନ୍ତି ତାଙ୍କର କାର୍ଯ୍ୟକଳାପ ଦେଖି କମ୍ୟୁନିଟିରେ ସେମାନେ କେତେ ମାନେ ସର୍ଭିସ ଦେଇଛନ୍ତି ତାକୁ ଦେଖି ଆଜି ସେମାନେ ଫେଲିସିଟେସନ କରାଯାଇଛି ସେମାନଙ୍କୁ ଏଇ ଇନୋର ମଞ୍ଚ ଉପରେ। ତ ମୁଁ ବହୁତ ବହୁତ ଧନ୍ୟବାଦ ଦେବି ପ୍ରେସିଡେଣ୍ଟ ମାନଙ୍କୁ ତାଙ୍କର ଏ ସୁନ୍ଦର ଭାବରେ କାର୍ଯ୍ୟକୁ। ଆମ ଡିଷ୍ଟ୍ରିକ୍ଟରେ ଯେତେବେଳେ ହୁଏ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଗୋଟେ ମାନେ ହେଡ ରହନ୍ତି, ଆଉ ଇନୋର ଡିଷ୍ଟ୍ରିକ୍ଟ 326 ଯୋଉ ଅଛି ଓଡିଶା, ଛତିଶଗଡ଼ ଆଣ୍ଡ ଇଷ୍ଟ ପାର୍ଟ ଅଫ ଏମପି ରେ ଥାଏ। ତ ଭୁବନେଶ୍ୱରରେ 14ଟା କ୍ଲବ ଅଛି। ଏ ବର୍ଷ ଆମେ ନୂଆ ଗୋଟେ କ୍ଲବ ଜଏନ ମାନେ ଆଡ କରିଛୁ। ତ ସମସ୍ତେ ଇନୋର ଡେ କୁ ସେଲିବ୍ରେସନ କରନ୍ତି, ଯଦି ବା 8 ତାରିଖରେ ହୁଏ, କିନ୍ତୁ ସମସ୍ତେ ବିଭିନ୍ନ ବିଭିନ୍ନ କାମରେ ବ୍ୟସ୍ତ ରହୁଥିବା ଯୋଗୁ ଆମେ ଆଜି ଦିନଟାକୁ ଭାବିଲୁ ଯେ ସେଲିବ୍ରେସନ କରିବା ପାଇଁ। ଆଉ ଭଲ ପରିମାଣରେ ମେମ୍ବର୍ସ ମାନେ ଆସିଥିଲେ, ବହୁତ ଖୁସି ହେଇଛନ୍ତି। ଆଉ ଭଲ ଲାଗିଲା ଯେ ଓମେନ୍ସ ମାନଙ୍କର ଯୋଉ ଆଗ୍ରହ କମ୍ୟୁନିଟି ସର୍ଭିସ ପ୍ରତି ବହୁତ ଉତ୍ସାହର ସେମାନେ କାମ କରିଛନ୍ତି। ଏଇ ବର୍ଷ ଯୋଉ ଥିମ୍ ଅଛି ଗିଫ୍ଟ ଟୁ ଗେନ୍ ଯୋଉଟା ଅଛି, ସେଇଥିରେ ସମସ୍ତେ ମେମ୍ବର୍ସ ମାନେ ଆଜି ପ୍ଲେସ୍ ବି ନେଇଛନ୍ତି। ଆମେ ସମାଜକୁ କିଛି ନା କିଛି ଦବା। ତ ଦବା ଜିନିଷଟା ହଉଛି ଯୋଉ ଜିନିଷଟା ଆମେ ଦବା କେବଳ ଯେ ନୁହଁ ଆମର କାଇଣ୍ଡ ଆକାରରେ ଦବୁ, ଆମେ ଶିକ୍ଷା ମାଧ୍ୟମରେ ଦେଇପାରିବୁ, ଆମେ ଅପରଚୁନିଟି ଦେଇପାରିବୁ, ଆମେ ସେମାନଙ୍କ ସାଙ୍ଗରେ ସପୋର୍ଟ ମଧ୍ୟ କରିପାରିବୁ। ତା ଭିତରେ ଆମେ କଣ ଗେନ୍ କଲେ ବା କିଛି ସାଟିସ୍ଫାକ୍ସନ ପାଇଲେ। କାରଣ ଆମ ମାନଙ୍କର ମୂଳ ମନ୍ତ୍ର ହେଲା, ଆମେ ଯଦି କିଛି କାହାକୁ ଦେଇଛୁ ତାହାର ନିଶ୍ଚୟ ସାଟିସ୍ଫାକ୍ସନ ଭଗବାନ ଆମକୁ 2 ଗୁଣା ଉପରେ ଦେଇପାରିବେ। ସେଇ ଜିନିଷ ଆଜି ସମସ୍ତ ମେମ୍ବର ପାଖରେ କୁହାଗଲା। ଯୋଉମାନେ ଆଜି ଆସିଥିଲେ ଓମେନ୍ ଆଚିଭର, ସେମାନଙ୍କ ତାଙ୍କର ପାରଙ୍ଗମର ହିସାବରେ ତାଙ୍କର ବିବରଣୀ ମଧ୍ୟ ଦେଲେ, 2 ମିନିଟରେ କହିଛନ୍ତି, ଯୋଉଟା ସମସ୍ତ ନାରୀ ସମାଜକୁ ପ୍ରେରଣା କରିଯାଇଛି। ଆଉ ଏ ପ୍ରୋଗ୍ରାମ ଆଜି ବହୁତ ଭଲ ଭାବରେ ସକ୍ସେସ ହେଇକି ଉନ୍ନତ ହେଇଛି। ମୁଁ ସବୁବେଳେ ମେମ୍ବର୍ସ ମାନଙ୍କୁ ରହିବି ଯେ ସବୁବେଳେ ଆମେ ଅନ୍ୟକୁ ଭଲ ସାହାଯ୍ୟ କରିବା ନିହାତି ଦରକାର। କାରଣ ନିଜେ ଜଣେ ଭଲ ଆଗକୁ ବଢିବାକୁ ଲାଗୁ ହେଲେ ନିଜକୁ ଆଗ ଭଲ କରିବା ଦରକାର। କେବଳ ଯେ ଆଜି ଇନୋର ଡେ ଅଛି, ଆମେ ଆଜି ଇଣ୍ଟରନ୍ୟାସନାଲ ଡେ ଅଛି, ଇନୋର ଡେ ଅଛି, ଆମେ କେବଳ ଗୋଟେ ଦିନ ପାଳନ କରିବୁନୁ, ସବୁଦିନ ମନ ଭିତରେ ସେଇ ମାନେ ଭାବ ରହୁ, ଯାହାଫଳରେ ସବୁଦିନ ଆମେ ଲୋକମାନଙ୍କ ପାଖରେ ଯାଇକି ସେଟା ପହଞ୍ଚି ଦେଇ ପାରିବା। ମୋର ଗୋଟିଏ ଏଇ ବର୍ଷ ରହିଲା, ଆମେ ନାରୀକି ସମ୍ମାନ ଦବା ଦରକାର। ନାରୀର ସମ୍ମାନ ହେଲେ ଦେଶର ସମ୍ମାନ ହବ, ଦେଶର ସମ୍ମାନ ହେଲେ ଆମର ବିଶ୍ୱର ମଧ୍ୟ ସମ୍ମାନ ହବ। ଏଇଟା ମୋର ଗୋଟିଏ ମୂଳ ମନ୍ତ୍ରଟା, ସମସ୍ତେ ସମସ୍ତ ନାରୀ ମାନଙ୍କୁ ସମ୍ମାନ କରିବା। ଇନର ହୁଇଲ ଆମର ଏଇ ଭୁବନେଶ୍ୱରର ଆଜିର 100ରୁ ଉର୍ଦ୍ଧ୍ୱ ମହିଳା ଏଠାରେ ଯୋଗ ଦେଇଛନ୍ତି। ବିଭିନ୍ନ କ୍ଲବର ପ୍ରତି କ୍ଲବରୁ ସଦସ୍ୟ ମାନେ ଆସିଛନ୍ତି, ଗେଷ୍ଟ ମାନେ ଆସିଛନ୍ତି, ଯୋଉମାନେ ଆମେ ସମ୍ମାନିତ କରିବୁ ସେମାନେ ମଧ୍ୟ ଆମ ଗଣରେ ଉପସ୍ଥିତ ଅଛନ୍ତି। ଆମର ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଅଛନ୍ତି, ଆମର ପାଷ୍ଟ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଅଛନ୍ତି, ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି। ଆମେ ଯେହେତୁ ମହିଳା ସଂଗଠନ, ଆଉ ଏ ବର୍ଷର ଆମର ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ଗିଫ୍ଟ ଟୁ ଗେନ୍। ଆମେ ଯଦି କିଛି ବି ଦବା କେମିତି ଲାଭଜନକ ହେଇପାରିବ, ତ ଆମେ କଣ ଦେଇପାରିବା, ସେବା ଦେଇପାରିବା, ହସ ଟିକେ ଦେଇପାରିବା, କିଛି ବି ଦେଇପାରିବା। ତେଣୁ ନୁହଁ ଯେ ଖାଲି ଆମ ପାଖରେ ଗୁଡାଏ ପଇସା ଅଛି ଆମେ କିଛି ପଇସା ଦବା। ତେଣୁ ସେଇ ଜିନିଷ ଆମର ଏଇଠିକାର ମେସେଜ ରହିଛି। ଆମର ଏମିତି ବି ଇନର ହୁଇଲର ମୋଟ ସବୁବେଳେ ଫ୍ରେଣ୍ଡସିପ ଆଉ ସର୍ଭିସ, ମାନେ ବନ୍ଧୁତ୍ୱ ରହିବ, ଆଉ କେମିତି ଆମେ ସମାଜ ପାଇଁ କିଛି କରିପାରିବା। ତ ଆଜିର ଅନ୍ତର୍ଜାତୀୟ ମହିଳା ଦିବସରେ ବି ଆମର ସେଇ ବାର୍ତ୍ତା ରହିବ ଯେ ପ୍ରତି ମହିଳା କେମିତି ଆଉ ଜଣେ ମହିଳାକୁ ହାତ ଧରିକି ଟିକେ ଉପରକୁ ଉଠାଇବ, ତାର ରାଇଟ୍ସ, ତାର ଜଷ୍ଟିସ, ତାର ପାଇଁ କାମ କରିବ। ମୁଁ ମମତା ବାଜପେୟୀ, ଇନୋର କ୍ଲବ ଭୁବନେଶ୍ୱରରୁ ମୁଁ କହୁଛି। ଆଉ ମୋ ଡିଷ୍ଟ୍ରିକ୍ଟ IASO ଇଲେକ୍ଟ 2026-27 ଖାଲି ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଛୁ ବୁଧ ମନ୍ଦିରରେ। ଆମର ଅଭିପ୍ରାୟ ଏହା ରହିଛି ଯେ ଘରୋଇ ହିଂସା, ପୁରୁଷ ମହିଳାଙ୍କ ଭିତରେ ଯୋଉ ସମାନତା, ଆଉ ଆମେ ବିଭିନ୍ନ ବର୍ଗରୁ 11 ଜଣ ସଶକ୍ତିକରଣ ମହିଳାଙ୍କୁ ଆଜି ଆମେ ନିମନ୍ତ୍ରଣ କରିଥିଲୁ, ସେମାନଙ୍କୁ ଆଜି ସମ୍ମାନିତ କରିଛୁ ପୁଷ୍ପଗୁଚ୍ଛ ମାନପତ୍ର ଦେଇକିନା। ସେମାନଙ୍କର ନିଜର ଜୀବନ ଶୈଳୀ ବିଷୟରେ ସେମାନେ କିଛି କିଛି ସଂକ୍ଷିପ୍ତରେ କହିଥିଲେ ଆମକୁ, ଆଉ ସମସ୍ତେ ଉତ୍ସାହିତ ହେଇଥିଲେ। ଆଉ 100ରୁ ଉର୍ଦ୍ଧ୍ୱ ମହିଳା ଆମ ସହିତ ସାମିଲ ହେଇଥିଲେ। ସମାଜକୁ ଏହା ଆମେ ମେସେଜ ଦବୁ କି ସମସ୍ତେ ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ହେବା ଦରକାର। ସେଇଟା ହେଲେ ସମସ୍ତେ ଆଉ କିଛି ଡରିବାର ନାହିଁ, କାହାକୁ ଡରିବେନି, ପଛୁଆ କେହି ରହିବେ। ଦେଖନ୍ତୁ, ମହିଳା ଦିବସ ପାଇଁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ସମସ୍ତଙ୍କୁ। ଆଜି 12ଟି ୱିନର ହୁଇଥ୍ କ୍ଲବର ମେମ୍ବର୍ସ ମାନେ ଏକାଠି ହେଇଛନ୍ତି, ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି ଏବଂ ବିଭିନ୍ନ ଫିଲ୍ଡରେ ଯୋଉ ମହିଳା ମାନେ ସେମାନଙ୍କ ସଫଳତା କରି ହାସଲ କରିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ସମ୍ମାନିତ କରାଯାଇଛି।
ସେଇଟା ହଉଛି ବଡ ଥିବ ଯେ ଆମେ ଯେତେବେଳେ ଅଧିକାର ପାଇଁ ଲଢେଇ କରୁ ମହିଳା ମାନେ ଅଧିକାର ପାଇଁ ମେମ୍ବର୍ସ ମାନେ ଯୋଉମାନେ ସଫଳ ଯୋଉମାନେ ଇନୋଭେଟିଭ କାମ କରିଛନ୍ତି ମହିଳାଙ୍କ ଦିଗରେ କାମ କରିଛନ୍ତି ଅନେକ ହାତର ସହଯୋଗ ହାତ ବୁଡେଇଛନ୍ତି ସେମାନଙ୍କୁ ସହଯୋଗ କରିଛନ୍ତି ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେବାକୁ ସମସ୍ତେ